ମହା ସମାରୋହରେ ପାଳିତ ହେଲା ଲାଜରପାଲି ନବବର୍ଷ। ଗତକାଲି ସରିଯାଇଛି ବର୍ଷ 2025। ଆଜି ହେଉଛି ନବବର୍ଷ 2026 ଜାନୁଆରୀ 1 ତାରିଖ। ପୂର୍ବ ଦିଗରୁ ନୂତନ ବର୍ଷରେ ଉଦି ଆସେ ନୂତନ ସୂର୍ଯ୍ୟ। ସମୟ ଚକରେ କିପରି ଗୋଟିଏ ବର୍ଷ କଟିଯାଏ ଜଣାପଡ଼େ ନାହିଁ। ନୂତନ ବର୍ଷରେ ନୂତନ ଆଶା ଆକାଂକ୍ଷା ନେଇ ଚଳଚଞ୍ଚଳ ହୋଇଉଠେ ମାନବ ସମାଜ। ଅଧୁରା ରହିଥିବା ସ୍ୱପ୍ନକୁ ନବବର୍ଷରେ ପୂରଣ କରିବା ପାଇଁ ମନେ ଭରିଥାଏ ତାର ଅସୁମାରୀ ଆଶା। ଏହି ନବବର୍ଷକୁ ସାରା ଭାରତରେ ଖୁବ୍ ଜାକଜମକରେ ପାଳନ କରାଯାଏ। ଚାରିଦିଗେ ଆନନ୍ଦ ଉଲ୍ଲାସରେ ମାତିଥାନ୍ତି ଲୋକ। ଫୁଟୁଥାଏ ବାଣ। ପ୍ରାୟତଃ ଏହି ଦିନକୁ ପିକନିକ୍ ଯାଇ ଲୋକେ ଭୋଜି ଭାତରେ ମଉଜ ମସ୍ତିରେ ଅତିବାହିତ କରିଥାନ୍ତି ଏବଂ କେତେକ ମନ୍ଦିର ତୀର୍ଥସ୍ଥାନ ଭ୍ରମଣ ସହ ଦାନ ଧର୍ମ କରି ବିଭୁ କୃପା ଲାଭ ପୂର୍ବକ ନୂତନ ବର୍ଷଟି ଖୁସିରେ ଯିବା ପାଇଁ ଭଗବାନଙ୍କ ଠାରେ ଆଶୀର୍ବାଦ ଭିକ୍ଷା କରିଥାନ୍ତି। କିନ୍ତୁ ଏହି ଦିନକୁ ଭିନ୍ନ ଧରଣର ପାଳନ କରାଯାଏ ବରଗଡ଼ ଜିଲ୍ଲା ଅତାବିରା NAC ଅଧୀନସ୍ଥ ଲାଜରପାଲି ଗ୍ରାମରେ। ଏହି ଦିନ ଗ୍ରାମରେ ସମସ୍ତ ବୃଦ୍ଧ ବୃଦ୍ଧା ତଥା ଆଖପାଖର ବୟସ୍କଙ୍କୁ ନିମନ୍ତ୍ରଣ କରାଯାଏ। ହନୁମାନ ମନ୍ଦିର ପ୍ରାଙ୍ଗଣରେ ଗ୍ରାମର ଇଷ୍ଟ ଦେବତା ବୀର ହନୁମାନଙ୍କୁ ପୂଜାର୍ଚ୍ଚନା କରିବା ପରେ ଜଣେ ସମସ୍ତ ବୃଦ୍ଧ ବୃଦ୍ଧାଙ୍କୁ ଫୁଲ ଚନ୍ଦନ ଲଗାଇ ଘଣ୍ଟ ଶଙ୍ଖ ହରିବୋଳ ହୁଳହୁଳି ସହ ତାଙ୍କର ପାଦୁକା ପୂଜା ସହ ଆଦର ସତ୍କାର କରାଯାଏ। ଭଜନ ପ୍ରବଚନ ରାମାୟଣ ଆଦି ଗାନ କରାଯାଏ ଏବଂ ମଧ୍ୟାହ୍ନରେ ସମସ୍ତଙ୍କ ପାଇଁ ଅନ୍ନ ଭୋଗର ବ୍ୟବସ୍ଥା କରାଯାଇଥାଏ। ଆନନ୍ଦ ଉଲ୍ଲାସରେ ଗାଁରେ ଏକ ଶାନ୍ତିପୂର୍ଣ୍ଣ ପରିବେଶ ସୃଷ୍ଟି ହୋଇଥାଏ। ସନ୍ଧ୍ୟାରେ କୁନି କୁନି ପିଲାଙ୍କ ନୃତ୍ୟ ସଙ୍ଗୀତ କୀର୍ତ୍ତନ ସଞ୍ଚାର କଳା କବି ସମ୍ମିଳନୀ ଆଦି ବହୁ ମନୋରଞ୍ଜନ ଧର୍ମୀ କାର୍ଯ୍ୟକ୍ରମ ମାନ ଅନୁଷ୍ଠିତ ହୋଇଥାଏ। ସାମ୍ପ୍ରତିକ ଯୁଗରେ ପୁଅ ବୋହୂ ମା ବାପ ଶାଶୁ ଶ୍ୱଶୁରଙ୍କୁ ଅନାଦର କରୁଥିବା ବେଳେ ସେମାନେ ବୁଝିପାରୁନାହାନ୍ତି ଯେ ମାତା ପିତା ହେଉଛନ୍ତି ସାକ୍ଷାତ ଭଗବାନ। ହେଲେ ଲାଜରପାଲିର ଏହି ବୃଦ୍ଧ ବୃଦ୍ଧାଙ୍କ ବନ୍ଧୁ ମିଳନଟି ସମସ୍ତଙ୍କୁ ଏକତାର ଡୋରିରେ ବାନ୍ଧି ରଖି ମିଳିମିଶି ରହିବାକୁ ନୀତି ଶିକ୍ଷା ଦେଇଥାଏ। ଦୂର ଦୂରାନ୍ତରୁ ଖୁବ୍ ପ୍ରଶଂସା କରାଯାଇ ଭଗବତ ପିପାସୁ ସଂସ୍କୃତି ପ୍ରେମୀମାନେ ଏହାକୁ ନିଆରା ପରମ୍ପରା ବୋଲି କହିଥାନ୍ତି। ଏହା କେବଳ ନିଆରା ପରମ୍ପରା ନୁହେଁ ବରଂ ମାନବତା ଏବଂ ସତ୍ୟ ଶାନ୍ତି ଏକତା ଶିଷ୍ଟାଚାରର ଏକ ଶ୍ରେଷ୍ଠ ନିଦର୍ଶନ ଅଟେ। ପ୍ରତିବର୍ଷ ପାଖାପାଖି 200 ବୃଦ୍ଧ ବୃଦ୍ଧା ପାଦୁକା ପୂଜା ପାଇ ଆଦର ସତ୍କାର ପୂର୍ବକ ହସ ଖୁସିରେ ଅନ୍ନ ପ୍ରସାଦ ଗ୍ରହଣ କରି ଘରକୁ ଫେରିଥାନ୍ତି। କାର୍ଯ୍ୟକ୍ରମ ଆରମ୍ଭ ହେବା ପୂର୍ବରୁ ଗତ ବର୍ଷ ଇହଧାମ ତ୍ୟାଗ କରିଥିବା ପବିତ୍ର ଆତ୍ମାଙ୍କ ସଦ୍ଗତି ନିମନ୍ତେ ନୀରବ ପ୍ରାର୍ଥନା କରାଯାଇଥାଏ। ଏହି ବର୍ଷ ଗ୍ରାମର ହନୁମାନ ମନ୍ଦିର ପ୍ରାଙ୍ଗଣରେ 31 ତାରିଖ ବୁଧବାର ଦିନ ଅପରାହ୍ନ 4ଟା ସମୟରେ ରଙ୍ଗୋଲି ପ୍ରତିଯୋଗିତା, ଅପରାହ୍ନ 4:30ରେ ମ୍ୟୁଜିକ୍ ଚେୟାର, 15 ବର୍ଷରୁ କମ୍ ବାଳିକା ସନ୍ଧ୍ୟା 6ଟାରୁ ଫ୍ୟାନ୍ସି ଡ୍ରେସ୍ ପ୍ରତିଯୋଗିତାରେ 15 ବର୍ଷରୁ କମ୍ ବାଳକ ବାଳିକା ମାନେ ଭାଗ ନେଇଥିଲେ। ରଙ୍ଗୋଲି ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଥିଲେ କଦଲି ଗର୍ତିଆ, ଦ୍ୱିତୀୟ ସ୍ଥାନରେ ଅଞ୍ଜନା ଭୋଏ, ତୃତୀୟ ସ୍ଥାନ ମିନର୍ଭା ପ୍ରଧାନ। ଫ୍ୟାନ୍ସି ଡ୍ରେସ୍ ପ୍ରତିଯୋଗିତାରେ ପ୍ରଥମ ଦିବ୍ୟାଂଶୀ ଗର୍ତିଆ, ଦ୍ୱିତୀୟ ରୋଶନୀ ସାହୁ, ତୃତୀୟ ସ୍ଥାନରେ ଅର୍ପଣ ବଗର୍ତ୍ତି ଏବଂ ମ୍ୟୁଜିକ୍ ଚେୟାର ପ୍ରତିଯୋଗିତା ବାଳିକାରେ ପ୍ରଥମ ସ୍ଥାନ ଆରାଧ୍ୟା ଗର୍ତିଆ, ଦ୍ୱିତୀୟ ଦିବ୍ୟାଂଶୀ ଗର୍ତିଆ, ତୃତୀୟ ସ୍ଥାନ ନବ୍ୟା ପ୍ରଧାନ ଅଧିକାର କରିଥିଲେ। ବିଜୟୀ ସମସ୍ତ ପ୍ରତିଯୋଗୀ ମାନଙ୍କୁ 1 ତାରିଖ ଗୁରୁବାର ମୁଖ୍ୟ ଅତିଥି ପ୍ରବଚକ ଅଏଁଠୁ ସାହୁଙ୍କ ଦ୍ୱାରା ସମ୍ମାନିତ କରାଯାଇଥିଲା। ନୂତନ ବର୍ଷ 1 ତାରିଖ ଗୁରୁବାର ସକାଳ 8ଟା ସମୟରେ